ଯେତେବେଳେ ଏହି ଭୂଖଣ୍ଡରେ ଅନୀତି ଦୁର୍ନୀତି ଭ୍ରଷ୍ଟାଚାର ବଢିଥିଲା, ମଣିଷ ପଶୁଠାରୁ ହୀନ ହୋଇଯାଇଥିଲା, ମଣିଷ ଉପରେ ଚାଲିଥିଲା ଅତ୍ୟାଚାର। ସେ ଘଡ଼ି ସନ୍ଧି ମୁହୂର୍ତ୍ତରେ ମାନବବାଦକୁ ପ୍ରସାର କରିବା ପାଇଁ ଗୌତମ ବୁଦ୍ଧ ସମସ୍ତ ଚେଷ୍ଟା ଜାରି ରଖିଥିଲେ ଏବଂ ଗୌତମ ବୁଦ୍ଧଙ୍କର ଶିକ୍ଷା ଶୁଣି ବିଭିନ୍ନ ଲୋକମାନେ ତାଙ୍କ ମାର୍ଗକୁ ଅନୁସରଣ କରିଥିଲେ ଏବଂ କେତେକ ଗୋଷ୍ଠୀ ଗୌତମ ବୁଦ୍ଧଙ୍କର ମାର୍ଗକୁ ବିରୋଧ କରିଥିଲେ। ଆର୍ଯ୍ୟମାନଙ୍କ ଉପରେ ଆସିଗଲା ଆଞ୍ଚ, ତେଣୁ ଆର୍ଯ୍ୟମାନେ କୁମନ୍ତ୍ରଣା କଲେ ପାଞ୍ଚ। ବୌଦ୍ଧ ଧର୍ମ ଅବଲମ୍ବୀ ମାନଙ୍କ ଉପର ବହୁବାର ଆକ୍ରମଣ ହେଲା ଆର୍ଯ୍ୟଙ୍କର। ବୌଦ୍ଧ ଧର୍ମ ଅବଲମ୍ବୀ ମଲେ ବହୁ ଲୋକ, ତଥାପି ଆର୍ଯ୍ୟଙ୍କ କ୍ରୋଧ ନୋହିଲା ସମାପ୍ତ। କପଟରେ ସମସ୍ତଙ୍କୁ କରିବାକୁ ବଣା, ବୁଦ୍ଧଙ୍କୁ ଦଶାବତାରେ କରିଲେ କଗଣା। ବୁଦ୍ଧଙ୍କ ମହତ ଗୁଣ କର୍ମ ସବୁ ଦେଖି, ଏ ଦୟାଳୁ ଅବତାର ଆର୍ଯ୍ୟ ଗଲେ ଲେଖି। କାଳେ ବୁଦ୍ଧଙ୍କର ଶିଷ୍ୟ ମାନେ ବଦଳିବେ, ଆର୍ଯ୍ୟ ଦେବା ଦେବୀଙ୍କି ସେ ସମ୍ମାନ ଦେବେ। ଏଣୁ ନୁହନ୍ତି ପରମେଶ୍ୱର ବୁଦ୍ଧ ଦେବ, ତପସ୍ୱୀ ସାଧୁ ସେ ଥିଲେ ଏ କଥାଟି ଧ୍ରୁବ। ଗୌତମ ବୁଦ୍ଧ ଈଶ୍ୱର ନୁହନ୍ତି, ସେ କିନ୍ତୁ ସାଧୁ ଥିଲେ, ତ୍ୟାଗୀ ବୀର ଥିଲେ, ଯାହା ଫଳରେ ସେ ଏ ଦେବାଦେବୀ ଉପରେ, ଭଗବାନଙ୍କ ଉପରେ, ନରକ ସ୍ୱର୍ଗ ଉପରେ ଆସ୍ଥାକୁ ଖଣ୍ଡନ କରିଥିଲେ ଏବଂ ସେ ମାନବବାଦକୁ ପ୍ରସାର କରିଥିଲେ। ମଣିଷ ମଣିଷକୁ ଭଲ ପାଇବା, ବ୍ୟଭିଚାର କରିବାନି, ମଦ ପିଇବନି, ଲୋଭ କରିବନି, ଏ ସବୁ ଉପରେ ସେ ଆଉ ପ୍ରସାର କରିଥିଲେ। ଧର୍ମଶାସ୍ତ୍ରକୁ ସେ ମାନୁ ନଥିଲେ, ଦେବାଦେବୀ କି ମାନୁ ନଥିଲେ, ସେ ଜାତି କି ମାନୁ ନଥିଲେ। ସେ ଥିଲେ ସମ୍ପୂର୍ଣ୍ଣ ମାନବବାଦୀ, ସେ ସମ୍ପୂର୍ଣ୍ଣ ଥିଲେ ହେତୁବାଦୀର ଆଉ ସମର୍ଥକ। ତାଙ୍କର ମହାନ ତ୍ୟାଗ ଥିଲା, ତାଙ୍କ ପରି ତ୍ୟାଗ ବୀର ପାଇବା ବହୁ କଷ୍ଟ। ରାଜପୁତ୍ର ଦୟାଳୁ ସେ ପର ଉପକାରୀ, କାପାଇଁ ଅନିଷ୍ଟ ଚିନ୍ତା ନଥିଲା ତାଙ୍କରି। ରାମ ଯେପରି ପଶ୍ଚାତୁ ମାରିଲେ ବାଳିକୁ, ଏକଥା ପସନ୍ଦ ତିଳେ ନଥିଲା ବୁଦ୍ଧଙ୍କୁ। ରାମଚନ୍ଦ୍ର ପରି ପୂଜୁ ନଥିଲେ ଦୁର୍ଗାଙ୍କୁ, ବିନାଶ କରୁ ନଥିଲେ ଦ୍ରାବିଡ଼ ମାନଙ୍କୁ। ଦ୍ରାବିଡ଼ ଲୋକମାନଙ୍କୁ ଭାଲୁକ ବାନର, କହୁ ନଥିଲେ ଦ୍ରାବିଡ଼ ରାଜାଙ୍କୁ ଅସୁର। ଏହିପରି କୂଟ କୁମନ୍ତ୍ରଣା ବୁଦ୍ଧଙ୍କର, ଲୋଭ ପ୍ରକୃତି ଟିକିଏ ନଥିଲା ତାଙ୍କର। ଗୌତମ ବୁଦ୍ଧଙ୍କର କୌଣସି ଲୋଭ ନଥିଲା। ସ୍ୱର୍ଗ ଲୋଭ ହଉ, ରାଜପ୍ରସାଦର ଲୋଭ ହଉ, ସ୍ତ୍ରୀ ପୁତ୍ର କନ୍ୟା ପ୍ରତି ଲୋଭ ହଉ, କିମ୍ବା କୌଣସି ସମ୍ପତ୍ତି ପ୍ରତି ଲୋଭ ନଥିଲା। ସେ ମାନବ ଜାତିର ଉଦ୍ଧାର ପାଇଁ, ଏ ମାନବବାଦର ସୁରକ୍ଷା ପାଇଁ ଦୀର୍ଘ ଦିନ ଲଢ଼େଇ କରିଥିଲେ। ଏ ଦୁନିଆକୁ ଆସିବା ଦ୍ୱାରା ଏକ ନବଜାଗରଣ ସଂସ୍କାର ଆସିପାରିଲା।